ସାପ ଏହି ଶବ୍ଦ ଶୁଣିବା ପରେ ମନରେ ପ୍ରଥମେ ଯେଉଁ ଭାବନା ଆସୁଛି ତାହା ହେଉଛି ଭୟ। ସାପ ଦେଖିବା ତ ଭିନ୍ନ କଥା, କେବଳ ନା ଶୁଣିଦେଲେ ମନରେ ଭୟ ଆସିଯାଏ। ଲୋକମାନେ ସାପକୁ ବହୁତ ଭୟ କରନ୍ତି। ସାଧାରଣତଃ ସାପମାନେ ଅନିଷ୍ଟକାରୀ ପ୍ରାଣୀ ବୋଲି ବିବେଚନା କରାଯାଏ, କିନ୍ତୁ ଆତ୍ମରକ୍ଷା ପାଇଁ ଅସ୍ତ୍ର ଭାବରେ ତାଙ୍କର ମାରାତ୍ମକ ବିଷ ରହିଛି। ତେଣୁ ସାପମାନେ ବିପଦଜନକ ପ୍ରାଣୀ ବୋଲି ମଧ୍ୟ କୁହାଯାଏ। ଲୋକଙ୍କ ମଧ୍ୟରେ ସାପ ଭୟ ବଢ଼ାଏ। ସମସ୍ତେ ସାପଠାରୁ ଦୂରରେ ରହିବାକୁ ଚାହାନ୍ତି। ଅନେକ ସମୟରେ ବାସସ୍ଥାନ ଏବଂ ଘର ଭିତରେ ସାପ ପଶିଯିବାର ଭୟ ରହିଥାଏ। ତେଣୁ ଆଗରୁ ବ୍ୟବସ୍ଥା କରିବାକୁ ପଡ଼ିଥାଏ। କିନ୍ତୁ କିପରି ସୁରକ୍ଷିତ ଭାବେ ସାପ ଘଉଡ଼ାଇବେ? ଏହି ଦୁନିଆରେ ଏପରି କିଛି ଅଛି ଯାହାର ଗନ୍ଧ ସାପକୁ ଘଉଡ଼ାଇପାରେ। ଲୋକମାନେ ଏହି ଜିନିଷ ଗୁଡ଼ିକ ବିଷୟରେ ଜାଣିନାହାନ୍ତି ନିଶ୍ଚିନ୍ତ। ତେବେ ଆସନ୍ତୁ ଜାଣିବା ଏହିପରି ଗୋଟିଏ ଜିନିଷ ଯାହାର ଗନ୍ଧ ସାପକୁ ଘଉଡ଼ାଇବାର ପ୍ରଭାବଶାଳୀ। ଏହାର ଗନ୍ଧ ଶୁଣିଲେ ସାପ ଘରର ପାଖ ବି ମାଡ଼ିବନି। ଜାଣନ୍ତୁ କ'ଣ ତାର କାରଣ। କାତାୟନି ସ୍ନେକସିଲ୍ଡ ନନ୍ ଟକ୍ସିକ୍ ପାଉଡର, ଯାହାକୁ ସାପଙ୍କର ପ୍ରାଣରେ ଭୟ। ଏହି ପାଉଡରକୁ ପ୍ରବଳ ଭୟ କରନ୍ତି ସାପ। ଟିକେ ପକାଇଦେଲେ ଘର ମାଟି ବି ମାଡ଼ିବାକୁ ସାହସ କରିବେନି ସାପ। ତେବେ ଏହା ଛଡ଼ା ଆଉ କ'ଣ ଅଛି ଯାହାକୁ ସାପ ଭୟ କରନ୍ତି? ଘରୋଇ ଉପାୟରେ ବି ସାପଙ୍କୁ ଦୂରେଇ ହେବ। ଏମିତି କିଛି ଜିନିଷ ରହିଛି ଯାହାର ଗନ୍ଧ ଶୁଣିଲେ ଯେତେ ବିଷାକ୍ତ ସାପ ହେଲେ ବି ପାଖ ମାଡ଼ିବ ନାହିଁ। ତେବେ ଏଗୁଡ଼ିକ ମଧ୍ୟରେ ହେଉଛି ରସୁଣ ଓ ପିଆଜ। ଏହା ସହିତ ମେଣ୍ଟ, ଲବଙ୍ଗ, ବେସନ, ଚିନାବାଦାମ, ଭିନେଗାର, ଲେମ୍ବୁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମୋନିଆ ଗ୍ୟାସ୍ ଅଛି। ବେଳେବେଳେ ସାପମାନେ ଧୂଆଁ ଦ୍ୱାରା ମଧ୍ୟ ପ୍ରଭାବିତ ହୁଅନ୍ତି। ସାପମାନେ ଏହି ସବୁ ଜିନିଷର ଗନ୍ଧକୁ ଅତି ଅଦ୍ଭୁତ ମନେ କରନ୍ତି। ତେଣୁ ସେମାନେ ଏଥିରୁ ଦୂରେଇ ଯିବାକୁ ଚେଷ୍ଟା ମଧ୍ୟ କରନ୍ତି। ଏହି ଜିନିଷ ଗୁଡ଼ିକୁ ଘରେ ରଖିବା ଦ୍ୱାରା ସାପ ଘରକୁ ପଶିବ ନାହିଁ। ବ୍ୟୁରୋ ରିପୋର୍ଟ, SCTV ଓଡ଼ିଆ।